ଏ ହେଉଛି ସୁନୀତି ନ୍ୟୁଫିଲ୍ଡ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ଆଜି ପିଲାମାନଙ୍କ ପାଇଁ ପୋଷାକ ବଣ୍ଟନ କରାଯାଉଛି। ଉପସ୍ଥିତ ଥିଲେ କମିଟିର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜାନା, ତତ୍ସହିତ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ଏବଂ ତତ୍ସହିତ କମିଟିର ସମସ୍ତ ମେମ୍ବର, ଅନେକ ଅଭିଭାବକ ମଧ୍ୟ ସେମାନେ ଉପସ୍ଥିତ ଥିଲେ। ଆଜି ପିଲାମାନଙ୍କ ପାଠକୁ ଆହୁରି ଅଗ୍ରସର କରିବା ପାଇଁ ପୋଷାକ ବଣ୍ଟନ ସହିତ ସରକାରର ଯେଉଁ ଅନେକ ଯୋଜନା ରହିଛି, ଖାଦ୍ୟ, ବହି ଏବଂ ପାଠ ବିଭିନ୍ନ କ୍ଷେତ୍ରରେ ସାଇକେଲ ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଯେଉଁ ଯୋଜନା କରିଛନ୍ତି ସରକାର, ସେଥିରେ ଯେଉଁ ଡ୍ରେସ୍ ବଣ୍ଟନର କାର୍ଯ୍ୟକ୍ରମ ମଧ୍ୟ ଆଜି ସୁନୀତି ନ୍ୟୁଫିଲ୍ଡରେ ଥିଲା। ସେଠାରେ ପିଲାମାନଙ୍କ ମନରେ ଅନେକ ଆନନ୍ଦ ଆସିବା ସହିତ ପିଲାମାନେ କେମିତି ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସିବେ ସେଥିପ୍ରତି ସଭାପତି ମହୋଦୟ ତାଙ୍କ ବକ୍ତବ୍ୟରେ ରଖିଥିଲେ। ତତ୍ସହିତ କମିଟିର ଅନ୍ୟ ମେମ୍ବରମାନେ ମଧ୍ୟ ବିଦ୍ୟାଳୟର ଉନ୍ନତି ପାଇଁ ମଧ୍ୟ ରଖିଥିଲେ, ଯେମିତିକି ରୋଷେଇ ଘରର ପୁନରୁଦ୍ଧାର, ତତ୍ସହିତ ପ୍ରାଚେରୀ ଏବଂ ଏଠାରେ ବଡ଼ ସମସ୍ୟା ଯେଉଁଟା ରହିଛି ଯେ ମାତ୍ର 2ଟି ଶ୍ରେଣୀ ଗୃହ ରହିଛି 8ଟି ଶ୍ରେଣୀ ପାଇଁ, ତାହା ମଧ୍ୟ ନିଶ୍ଚିତ ଭାବେ ଶଙ୍କର କୁମାର ଜାନା ସେ ମଧ୍ୟ ତାଙ୍କ ବକ୍ତବ୍ୟରେ ରଖିଥିଲେ ଏବଂ ବିଶେଷ କରି ପିଲା ଯଦି ପାଠ ପଢ଼ିବ, ଭଲ ପାଠ ପଢ଼ିବ, ତା'ର ଷାଠର ମଧ୍ୟ ଆବଶ୍ୟକତା ରହିଛି, ତାହା ମଧ୍ୟ ଅଭିଭାବକଙ୍କ ସାମ୍ନାରେ ସେମାନେ ସମସ୍ତଙ୍କର ବ୍ୟକ୍ତିଗତ ବକ୍ତବ୍ୟ ପ୍ରକାଶ କରିଥିଲେ। ତତ୍ସହିତ ଅନ୍ୟ ଅଭିଭାବକମାନେ ଏଠାରେ ସବୁ ପ୍ରକାର ସୁବିଧା କରୁଛନ୍ତି, କିନ୍ତୁ ଯଦି ଏଇ ସାମାନ୍ୟ ପାଚେରୀଟି ହେଇପାରିବ ନିଶ୍ଚିତ ଭାବେ ପିଲାମାନେ ଏଣେ ତେଣେ ଯିବେ ନାହିଁ ଏବଂ ଯେଉଁ ସ୍କୁଲରେ ଯେଉଁ ସବୁଠାରୁ ବଡ଼ ସୁବିଧା ରହିଛି ଯେଉଁଟା ଯେ ଯଦି ଫୁଲ ବଗିଚା ରହିବ, ଅନେକ ପ୍ରକାର ଫୁଲ ରହିବ, ନିଶ୍ଚିତ ଭାବେ ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ ଆଗ୍ରହ ସୃଷ୍ଟି କରିବ। ତାହା କରିପାରୁନାହିଁ କାରଣ ବାଉଣ୍ଡରୀର ଯେଉଁ ଆଜି ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇପାରୁନାହିଁ, ଜାଲ ବାଡ଼ରେ ରହିଛି ବିଦ୍ୟାଳୟ, ତେଣୁ ତାହା ନିଶ୍ଚିତ ଭାବେ ଆବଶ୍ୟକତା ବୋଲି କମିଟିର ଅନ୍ୟ ମେମ୍ବର ଏବଂ ଶଙ୍କର ବାବୁ ସଭାପତି ସମସ୍ତେ ତାଙ୍କର ବ୍ୟକ୍ତିଗତ ବକ୍ତବ୍ୟ ରଖିଥିଲେ। ତତ୍ସହିତ ରୋଷେଇ ଘରର ପୁନରୁଦ୍ଧାର ଏବଂ ଶ୍ରେଣୀଗୃହ 8ଟି କ୍ଲାସ୍ ରହିଛି, ମାତ୍ର 2ଟି କୋଠରୀ ରହିଛି। ଗୋଟିଏ ଅଫିସ୍ କୋଠରୀ ହେଲାବେଳେ ଗୋଟିଏ କୋଠରୀରେ 8ଟି କ୍ଲାସ୍ ଯାକ ପିଲାଙ୍କୁ ପଢ଼ାଯାଉଛି। 67 ଜଣ ପିଲା ଏଠାରେ ପାଠ ପଢ଼ନ୍ତି। ତେଣୁ ଏହା ନିଶ୍ଚିତ ଭାବେ ଇଏ ଭିଡ଼ିଓ ମାଧ୍ୟମରେ ସରପଞ୍ଚ ମହୋଦୟ ଠାରୁ ଆରମ୍ଭ କରି ଯେଉଁମାନେ ସୁନୀତିର ଉନ୍ନତି ଏବଂ ପ୍ରଶାସନ ଏ ଭିଡ଼ିଓ ଦେଖିବେ, ଦେଖିଲା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ନ୍ୟୁଫିଲ୍ଡ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଏବଂ କମିଟି ସେମାନେ ଅପିଲ କରିଛନ୍ତି। ଆମେ ଦେଖିବା ବର୍ତ୍ତମାନ ପିଲାମାନଙ୍କର ପୋଷାକ ବଣ୍ଟନରେ କିଭଳି ପୋଷାକ ବଣ୍ଟନ ହେଉଛନ୍ତି ଏବଂ ପୋଷାକ ବଣ୍ଟନ ପରବର୍ତ୍ତୀ ସମୟରେ ସେମାନେ କ'ଣ ତାଙ୍କ ପ୍ରତିକ୍ରିୟା ଆମେ ସିଧାସଳଖ ବୁଝିବା। ଆଜି ଆମେ ପହଞ୍ଚିଥିଲୁ ସୁନୀତି ନ୍ୟୁଫିଲ୍ଡ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସେହି ସ୍କୁଲର ପ୍ରେସିଡେଣ୍ଟ ପଞ୍ଚାନନ ବାବୁଙ୍କ ସେ ମୋତେ ଫୋନ୍ କରିଥିଲେ ଯେ ଆଜି ତାଙ୍କ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ବଣ୍ଟନ ହେଉଛନ୍ତି। ତେଣୁ ସେ ପୋଷାକ ବଣ୍ଟନରେ ଆଜି ସେ ତାଙ୍କ ସଭାପତିତ୍ୱରେ ଯେଉଁ ସୁଚାରୁ ରୂପେ ସମସ୍ତ ପିଲାଙ୍କ ମନରେ ଯେଉଁ ଆଜି ଆନନ୍ଦର ଦିନରେ ସେ ମୋତେ ଡାକିଥିଲେ ଆଜି ତାଙ୍କର ଭିଡ଼ିଓ କି ଆଜି ତାଙ୍କର ଏଠାରେ କିପରି ଭାବେ ସେମାନେ ବନ୍ଦୋବସ୍ତ କରିଛନ୍ତି ସେ କଥା ପ୍ରକାଶ କରିବା ପାଇଁ। ମୁଁ ବର୍ତ୍ତମାନ ସେ ସ୍କୁଲର ସଭାପତି ମହୋଦୟଙ୍କୁ ପଚାରିବି କିପରି ଭାବେ ପ୍ରସ୍ତୁତ ହୋଇଛନ୍ତି ଏବଂ ଆଜି ଯେଉଁପରି ଭାବେ ପିଲାଙ୍କ ମନ ଭିତରେ ଯେଉଁ ଆନନ୍ଦ ସ୍କୁଲ ଆସିବାର ଇଏ ହେଉଛି ଗୋଟିଏ ଭଲ ବ୍ୟବସ୍ଥା ସରକାରଙ୍କର, କ'ଣ ସେ କହିବେ ଆଜି କିପରି ପ୍ରସ୍ତୁତ ହୋଇଥିଲେ ଏବଂ ପ୍ରସ୍ତୁତ ପଛରେ କ'ଣ ସବୁ ରହିଛି ବ୍ୟବସ୍ଥା। ଆଜ୍ଞା, ଆପଣଙ୍କର ପରିଚୟ ଦେବେ। ନମସ୍କାର, ମୁଁ ସୁନୀତି ନ୍ୟୁଫିଲ୍ଡ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚେୟାରପର୍ସନ। ମୁଁ ଆଜି ଆମ ସ୍କୁଲର ପିଲାମାନଙ୍କୁ ପୋଷାକ ବିତରଣ ପାଇଁ ଆମର କମିଟିର ସମସ୍ତ ମେମ୍ବରକୁ ନେଇ ଆଜି ସୁଚାରୁ ଭାବରେ ପୋଷାକଟି ବିତରଣ କରିବୁ। ସେଥିପାଇଁ ସମସ୍ତ ଗ୍ରାମର ମୁରବ୍ବୀ ଏବଂ
मोर स्कूल एसएमसी मेंबर को लेकिन से सभा टी आरंभ करिछु। केते पिलांक पई आज पोशाक बंटन करा जाउची? 67 जन पिला पोशाक वितरण करा जाउछि। निश्चित भाव माने स्कूल रे सरकार माने खाया पे व्यवस्था कले, पोशाकर व्यवस्था कले एवं पाठ पढ़िबार संपूर्ण खर्च सरकार वहन कले। एमिति आपण अनुभव करछन्ती आ माने केउ क्षेत्र रे पिलांक पई सरकार सहयोग कले पिला आउरी उपकृत हेबे बोली? आमर रोची कौन आवश्यक माफिक हूँ ना क्लासरूम आमर बहुत सर्टेज अच्छा कहीं आमर 8टा क्लास 67 पिला से दीटा रूम रे धरण आमर जिनसपत्र से दीटा रूम भितर जिनसपत्र क्लास चलती से बहुत असुविधा होची। पिला आमर बारांदारे बसिकी भी पाठ पढ़ुंट। निश्चित भाव ए स्कूल रे गोटे आवश्यक सभापति महोदय कहले जदि गोटे स्कूल जदि निश्चित भाव माने क्लासरूम जदि आउरी बढ़ा जीव निश्चित भाव स्कूल टी आउरी उन्नत दिग को जिवे। एवं ए स्कूल रे आज पिलांक पई मध्य जो आनंदर दिन जहाँ कि पोशाक बंटन व्यवस्था करा जायछि से माने समस्ते जणे पर जणे पोशाक पाउछंती सभापति निर्देश एवं प्रधान शिक्षक चेष्टा रे। मु आउ जणे मुरबी को पचारि कमिटी मेंबर शंकर बाबू आपण आज पोशाक बंटन दिवस रे कौन कहबे? आज्ञा मोर तो भारी खुशी लगुच जे सरकार आज आगुरु ये सब व्यवस्था नथिला किंतु एबे जो व्यवस्था है पिला खाଇବା पीवा एवं तार भल मंद सबू बहन करने जो पाठ पढ़ाई जे सुजोग देइछंती आमे भारी खुशी बा बहुत आनंदित बा आमर गाँ अंचल एटा आवश्यक थिला सेटा करिसेंती सेहि पई आमे खूब आनंदित एवं उत्साहित जे भविष्य रे ए अनुष्ठान बा ए भलिया और सुचारू बा सुंदर भावे जेमिति चलू ये आम सरकार गति कामना करूँ। एवं जो सभापति महोदय कहले जे आमर गृह घर रूम निहाती आवश्यक 8टा क्लास रे 2टा रूम आधे माने पिला को पाठ पढ़ार प्रभुत असुविधा होची सेही सरकार को आमे अनुरोध करूँ बारंबार पूर्वतन सरकार को भी आमे आवेदन करूँ आमको आउ गोटे 4टा रूम करी किंबा ये जो घरटा ठीक ढंग रे हो पारुनी आई आमे अनुरोध करूँ जे गोटे घर स्थायी दि जाऊ एवं आमर जो पिचु रोड पाखरे येटा है स्कूल घरटा ता शिशु सुरक्षा पाई जो प्राचीर सेटा निहाती आवश्यक कहीं ना घरटा आमर एमती पजेसन है गोटे पिला केतेबेले जदि बाहर को बाहरी जाए सेपटे देखा जाऊनी जो गाड़ी जदि केतेबेले आसिकी जदि गोटे अघटन हो जाए सेतेबेले आमे समस्त को दायी करिबा किंतु आमे से जिनिस जो जिनिस हरइबा बा अघटन घटिब दुर्घटना घटिब ताकू मुकाबिला करने है तो आमर सरकार समस्ते भी मिसिले भी आमे से सुरक्षा दे पारिबानी। अतएव आमे अनुरोध करूँ से गोटे प्राचीर आपातत जो आमर बाउंडारी रोड पाखटा माने स्वतंत्र आमको दि जाऊ। आज्ञा निश्चित भाव आमे शेष करूँ। निश्चित भाव जहाँकि सरकार पिलामानंक जो व्यवस्था करुछंती किंतु आज माने न्यू फील्ड जो सरकारी प्राथमिक विद्यालय जो व्यवस्था रही आ सामान्य जदि किसी दृष्टिगोचर हे निश्चित भाव माने ग्रामवासी कमिटी एवं प्रधान शिक्षक समस्त उपकृत हे। आज्ञा आपण आज केते खुशी अछंती पिलांक ड्रेस बंटन रे? बहुत खुशी अच्छी किंतु आमर ए नुआ फील्ड जे उच्च प्राथमिक विद्यालय घर अभाव अच्छी आमर 8टा जेहेतु क्लास से क्लास रे घर मात्र 2टा रूम अधिक रूम हेले अधिक एक घर हेले आमको भारी सहयोग हम से कहूँ सरकार को अनुरोध जन। निश्चित भाव रास्ता होती स्कूल घर होती किंतु स्कूल रे आ किसी रूम रे आवश्यकता मुझे आउ जड़े अभिभावक ठार पचारि बुझी आज पिला ड्रेस बंटन होती आप
ମାନେ ଡ୍ରେସ୍ ଡ୍ରେସ୍ ବଣ୍ଟନ ବିଷୟରେ କ'ଣ କହିବେ ଆଜିର ଦିନରେ? ଡ୍ରେସ୍ ବଣ୍ଟନ ବିଷୟରେ ଆମେ ବହୁତ ଖୁସି ଅଛୁ। ଆମର ପିଲାମାନଙ୍କୁ ଡ୍ରେସ୍ ଦିଆହେଇଛି, ବହୁତ ଆନନ୍ଦ, ବହୁତ ଖୁସି ଅଛୁ। ଆଜ୍ଞା ଟିକେ ପରିଚୟ ଦେବେ ଆପଣଙ୍କର। ଆଜ୍ଞା ମୋ ନାଁ ରାଜେନ୍ଦ୍ର ଗନ୍ତାୟତ, ମୋ ଘର ନୂଆପିଣ୍ଡ। ଆଜ୍ଞା ଆଜି ସ୍କୁଲରେ ଯେଉଁ ପୋଷାକ ବଣ୍ଟନ ହେଉଛନ୍ତି ଆପଣ ତାଙ୍କ ବିଷୟରେ କ'ଣ କହିବେ? ପୋଷାକ ଯେଉଁ ବଣ୍ଟନ ହେଉଛି, ପୋଷାକ ଆଜି ଦିଆହେଉଛି। ମୋ ସ୍କୁଲର କମିଟି ଜଣେ ମେମ୍ବର ଅଛି। ପୋଷାକ ତ ଦିଆହେଉଛି କିନ୍ତୁ ଆମ ସ୍କୁଲରେ ବହୁତ ଉନ୍ନତି ମାନର ଜିନିଷ ମାନେ ବହୁତ ଅବହେଳା ହେଇକି ରହିଛି। ଗୋଟେ ସାଧାରଣ ରୋଷେଇ ରୁମ୍ ଗୋଟେ ନାହିଁ, ପାଚେରୀଟିଏ ନାହିଁ, ପିଲାମାନେ ଭଲ ମନ୍ଦ ରୋଡ଼ ଉପରକୁ ପଳେଇ ଯାଉଛି, ଛୋଟ ପିଲା ସବୁ ଗାଡ଼ି ଫାଡ଼ି ଭଲ ମନ୍ଦ ସବୁ ଆସୁଛି ନା, ବହୁତ ଅବହେଳିତ ଭାବରେ ରହିଛି ଆମର ନୂଆପିଣ୍ଡ ସ୍କୁଲ। ଆଜିର ପୋଷାକ ବଣ୍ଟନରେ ପିଲାମାନଙ୍କ ପାଇଁ ଯେଉଁ ସରକାର ବ୍ୟବସ୍ଥା କରିଛନ୍ତି, ଆଉ କ'ଣ ପଦକ୍ଷେପ ନେଲେ ଭଲ ହେବ? ପିଲାମାନଙ୍କ ପାଇଁ ତ ପୋଷାକ କରିଛି, ଖାଇବା କରିଛି, ସବୁ କରିଛି, କିନ୍ତୁ ଆଉ ଗୋଟେ ସରକାରକୁ ମୁଁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରୁଛି, ଯେଉଁ ପାଠ ପଢ଼ା ହେଉଛି ସ୍କୁଲରେ, ଆଗେ ଯେଉଁ ପାଠ ପଢ଼ା ହେଉଥିଲା ମାନେ ଛାଟ ନହେଲେ ପାଠ ହୁଏନି, କିନ୍ତୁ ଆଜି ଶିକ୍ଷା ଆଜି ମାନେ ଭୁଷୁଡ଼ିବାରେ ଲାଗିଛି। ସେ ପାଠ ଷାଠ ନହେଲେ ଯେଉଁ ଛାଟ ନହେଲେ କିନ୍ତୁ ପାଠ ଆକ୍ଚୁଆଲି ପିଲାମାନଙ୍କୁ ହେଉନି।